ବାସୁଦେବପୁର ବ୍ଲକରେ କି ଚାରୋଟି ଜାଗାରେ ଆଜି ରାସ୍ତା ରୋକ ହେଇଛି। ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିଶେଷ କରି କଟିଣି ଛଟିଣି ବିରୋଧ କରିକି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ବିଦେଇପୁର ଏତଳ ନରସିଂହପୁର ଏବଂ ଇରମ এই ଚାରୋଟି ଜାଗାରେ କି ରାସ୍ତା ରୋକ ହେଇଛି। ଚାଷୀ ମାନଙ୍କର ଗୋଟିଏ ଦାବି ଯେ କଟିଣି ଛଟିଣି ବନ୍ଦ କରାଯାଉ। ସରକାରଙ୍କ ତରଫରୁ କୁହାଯାଇଥିଲା ଯେ କଟିଣି ଛଟିଣି ହେବ ନାହିଁ, ତେଣୁ ଏବେ 8% ରୁ 12% ଯେହେତୁ କଟିଣି ଛଟିଣି ଚାଷୀ ମାନଙ୍କୁ କରାଯାଉଛି, ଲୋକମାନଙ୍କ ଭିତରେ ଅସନ୍ତୋଷ ଦେଖାଯାଇଛି। ଆମେ ଅଛୁ ବର୍ତ୍ତମାନ ନରସିଂହପୁରରେ। ଆପଣ ନେଇଛନ୍ତି ସାଧାରଣ ଚାଷୀ ଚାଷ କରୁଛନ୍ତି, ପିଲା ଛୁଆ ପାଠ ପଢୁଛନ୍ତି, ଧାନ ବିକ୍ରି କଲେ କିଛି ମୋ ପିଲାମାନେ କିନ୍ତୁ ଆଜି ଦେଖୁଛି ଆଗରୁ 12% କଟାରେ ଆପଣଙ୍କର ତା ଭିତରେ 12% ଗୋଟେ କୁଇଣ୍ଟାଲ 12% ଗଲା ପରେ ଆପଣଙ୍କର ରହୁଛି 88 କିଲୋ। 3100 ଟଙ୍କା ରେଟ୍ ଗଭର୍ଣ୍ଣମେଣ୍ଟ କଲା। ଆମେ ଭାବିଲୁ ଯାହା ପାଇବୁ 88 କିଲୋ ଧାନ। ତାପରେ ଓଡ଼ିଶା ସରକାର କୋଉଠି ଝୁଟ ଫ୍ୟାକ୍ଟ୍ରି କରୁଛନ୍ତି, ଝୁଟ ବୁରା କୋଉଠି ତିଆରି କରୁଛନ୍ତି ସେ ଜାଗା ଆମେ ଜାଣିନୁ। କିନ୍ତୁ ଗୋଟେ ବୁରା କିଣିଲା ବେଳକୁ 30 ଟଙ୍କା ମାର୍କେଟରୁ, ସେ ବୁରା ଆମେ ଏଣୁ ତେଣୁ ବ୍ଲାକ୍ ମାର୍କେଟରୁ କିଣୁ। ତାପରେ ଧାନ ଦଉଛୁ ତା ଗାଡି ଭଡା ଏଣୁ ତେଣୁ ପଡୁଛି, ଲୋଡ ଅନଲୋଡ। ତାପରେ ଆମେ ଚାଷ କରିଛୁ, ତାପରେ ଏଠିକି କଲା ପରେ ବର୍ତ୍ତମାନ ଯେତିକି ପଇସା ଆମର ସବୁ ଗଲା ପରେ ବଞ୍ଚିବ। ଆମେ ଦେଖୁଛୁ ଚାଷ କରିକି ମୂଲ୍ୟ ନାହିଁ, ଏ ଚାଷ କରିବୁ କାହିଁକି? ଜଳକର ଦବୁ, ସବୁ ଜଳକର ଦବୁ, ସବୁ କିଛି ଦେଇକି ବର୍ତ୍ତମାନ ଆମେ କିଛି ପାଉନାହୁଁ। ତେଣୁ ସରକାର ଏ ପାଇଁ ବିଚାର କରନ୍ତୁ। ଏ ଯୋଉ 12% କଟା ଚାଲିଛି କାହା ପାଇଁ କଟା ଚାଲିଛି, ଏଟା କଣ ଅସୁବିଧା ଅଛି? ବର୍ତ୍ତମାନ ମେସିନ ଯୋଉ କଲେ ସେ ମେସିନ ଆପଣଙ୍କର ଉଡା ଉଡି କଲା ପରେ ଦେଖିଲୁ 4% ମାତ୍ର ମିଲର ଆସିକି କାଟିଲା, 4% କଟିଣି ଅଛି। କିନ୍ତୁ ସେଇଟା 12% କେମିତି 12% କଟା ହଉଛି? କଣ କହିବେ? ଯେତେବେଳେ ପ୍ରଥମେ କହିଲେ ସରକାର ଯେ ଆମେ ବିନା କଟିଣି ଛଟଣି ଆପଣ ମାନେ ଧାନ ଦେବେ, କିନ୍ତୁ ଯେତେବେଳେ ଧାନ ନେଇକି ଆସିଲା ମଣ୍ଡିକି ଆସିଲା ବେଳକୁ ସେ କହିଲେ ଯେ ଏ ଧାନ ଏଫିସି ମାନର ନୁହେଁ, ଏକୁ ଉଡେଇକି ଆଣ, ପାଛୁଡିକି ଆଣ। ସମସ୍ତ ଚାଷୀ ପୁଣି କଣ କଲେ, ଏ ଧାନକୁ ଉଡେଇ ଶୁଖେଇ କେମିତି ଏଫିସି ମାନ ମେଣ୍ଟେନ ହବ ତାକୁ ଆଣିଲେ। ଆଣିଲା ପରେ କହିଲେ ଏଥିରେ ବି 3% 4% ଆପଣ ମାନଙ୍କର କଟିବ। ଆମେ କଣ ଠିକ ଅଛି, ସବୁ ଚାଷୀ ଯାକ କଲେ 3-4% କଟୁ ପଛେ ଆଉ କଣ କରିବା। କିନ୍ତୁ 4% ଜାଗାରେ ଆମ ସୋସାଇଟି ବର୍ତ୍ତମାନ ସବୁ ସୋସାଇଟି 8% 10%, ଆମର ଏଠି 12% କଟିଣି ହଉଛି। 12% କଟିଣି ପରେ ଆପଣ ମାନେ ଚିନ୍ତା କରନ୍ତୁ, 50 ଟଙ୍କା ସାର କିଲୋ ଦେଇ ଆମେ ଯୋଉ ଚାଷ କରିଛୁ ଆମେ କଣ ପାଇମୁ? 12% କାଟିଛନ୍ତି। ସରକାର କହିଲେ 0% କଟିଣି, ତାପରେ 4%, ତାପରେ ଆମର ଯୋଉ ପଞ୍ଚାୟତର ଚାଷୀ ମାନେ ପଇସା ଭଲରେ ରୋଜଗାର କରିବେ, ପରିବାର ପ୍ରତିପୋଷଣ ହବ। କିନ୍ତୁ ଏବେ ଜଣା ପଡୁଛି ଆପଣ ମାନେ କୋଉଠୁ 12% କାଟିଲା ପରେ ଚାଷୀ କଣ ପାଇବ? ସେଇଥିପାଇଁ ଆମେ ପୁରା ବିପର୍ଯ୍ୟସ୍ତ ଅବସ୍ଥାରେ ଅଛୁ। ଧାନ ବି ଯାହା ବି ହେଲା ମିଲର ଆଉ ଆମର ଯୋଉ ସୋସାଇଟିର କାପ ଅଛନ୍ତି ତାଙ୍କ ମିଲି ଭଗତ କରିକି ମିଟିଂ କରିକି କରିଦେଲେ। ପ୍ରଥମେ କହିଲେ 4%, ତାପରେ ଆପୁ କାପେ କହିଲେ 12% ରୁ କମ ହେଲେ ଆଉ ଧାନ ତମର 12% ରୁ କମ ହେଲେ ଆଉ ଧାନ ନେବେ ନାହିଁ। କଣ କରିବେ? 12% ରୁ କମ ହେଲେ ଧାନ ନେବେ ନାହିଁ। ୟା ପ୍ରତିବାଦରେ ଆମେ ଆଜି ନରସିଂହପୁର ରାଜରାସ୍ତାକୁ ଆଜି ସମସ୍ତ 6ଟି ପଞ୍ଚାୟତର ଅଧିବାସୀ ଆମେ ଘେରିଛୁ। ଆମ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଆମେ ସମସ୍ତେ ଏମିତି ଅନଶନରେ ବସିକି ରହିଛୁ। ବର୍ତ୍ତମାନ ଆମ ପାଖରେ ଆସିକି ଆମର ପ୍ରିୟ ବିଧାୟକ ଅଶୋକ କୁମାର ଦାସ ଆସି ପହଞ୍ଚନ୍ତି, ତାଙ୍କ ସହିତ ଆମର ତହସିଲଦାର ଏବଂ पुलिस प्रशासन ता सहित आमर एसडीएसओ आज भद्रकरू पहुंचती विचार विमर्श चलती किंतु आम अनशन स्थल वर्तमान पर्यंत मौजूद अच्छु हजार हजार संख्यार चाषी अच्छु तेणु 12% 10% कटिंग सपक्ष आम सरकार मत अनुसार सरकार जो कटिंग बाद सपक्ष जो प्रथम जो नारा देते से नारा को रखु कायम रखु मिलर उपरे अंकुश प्रयोग करंतु आम यही प्रतिवाद करी अनशन वर्तमान ठारू संध्या समाधान न होगा पर्यंत आम एमती बसिक रही निष्पत्ति नहीं। देखो समाधान न होगा पर्यंत चाषी मैंने बसिक रही। आ गोटे कथा देखो वासुदेवपुर को प्रवेश द्वार जामझाड़ी धामरा पर्यंत जो शह शह गाड़ी अटकी रही यात्री मैंने नाई ना असुविधार सम्मुखीन होती आसी पहुंची तहसिलदार पहुंचती एसडीओ पहुंचती स्थानीय विधायक पहुंचती समस्त भर गोटे आलोचना चलती केमती कटिंग छटिंग बंद कर चाषी मैंने स्वाभाविक भाव धान देवे।